राधे राधे सांगने आज न्यू ब्लॉग और स्पेशल वीडियो को आपण मानू बहुत बहुत स्वागत खोसिया लागी रे आओ आओ तो सांगने राधे 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 आज हमर मैरिज एनिवर्सरी डे उपलक्षे हम टिके बाहर को जाउछु लंच पाई बोलिके तो चलंतु जीवा वीडियो टे स्टार्ट करिवा लंच केमिति कोउडी खाउछु कोन होछि टिके देखेरा आपण मानकर आशीर्वाद भी आम चाहूँ आपण माने आमको आशीर्वाद करंतु आमर मैरिज लाइफ केमिति आउ जेते दिन बंचिबु भलरे भलरे जाऊ भगवान जय जगन्नाथ कृपा रे आपण मानक दया रे आमी केंदी भलरे रहिबु आम फैमिली आम चैनल टा भी आपन को लागिला टिके देखुथिबे आ दया भी करथुबे भल पाइबा एमती थाउ सदैव आमे आपण को साथी रे अछु बाबा एने बाहरले तांका एनिवर्सरी रे लिंगराज मंदिर लिंगराज को दर्शन करे लगी देखी जाई देखी आसियो ईशान जीवनी आसना ये रही है बाय मत छाड़ी पड़ेलो मो गाधेनी बोली कि ना तो गधडा गाधुन जल्दी मंदिर बाबा आम पलि आने मैंने ओला को आम अपेक्षा करछु कारण आम 4 जन जाके जीवु से आम गाड़ी हेनी से ओला ए बुकिंग करछु ओला बोले आसब ओला बुकिंग ए करछु आसब से आसला पर होटेल केमती कौन अच्छी सब होटेल ना कौन केमती कौन खाइबा सब देखू चलतु पूर्व आपण सांगर टे दुख से रही It's not a game, it's a rich thing. मैंने एबे पहुंच गले में होटल ग्रेन्स रे चलन जीवा भितर को केमती कौन खाइबा देखिबा अब एनिवर्सरी स्पेशल कौन होछि देखिया हां It's not a game, it's a rich thing. खाऊन खाइबू ना पकई खा खा बाबा खाओ ना
ଖା ଭଲ ଲାଗୁଛି। ବାବା ଡାନ୍ସ ଫ୍ରାଏ କୋଉଟା? ଡାନ୍ସ ଫ୍ରାଏ ସାଙ୍ଗମାନେ ଆମେ ମଗେଇଥିଲୁ ଗୋଟେ ଷ୍ଟିମ୍ ରାଇସ୍ ମାନେ ସାଧା ରାଇସ୍ଟା, ଆଉ ଛତୁ ଆମର ମସଲାଟା ଗୋଟେ, ଭେଜ୍ ବିରିୟାନୀ ଗୋଟେ, ଦମ୍ ବିରିୟାନୀ ଗୋଟେ, ଆଉ ବାବାଙ୍କ ପାଇଁ ଡାଲ୍ ଫ୍ରାଏ ଗୋଟେ, ଆଉ ଷ୍ଟିମ୍ ରାଇସ୍ ଗୋଟେ, ଆଉ ଏତିକି ମଗା ହେଇଥିଲା। ସବୁ ଯା ପ୍ରାଇସ୍ ଯେମିତି ଟେଷ୍ଟ ଯେମିତି ପୁରା ବୋବାଲ ଥିଲା। ଆଉ ବାବା ଦେଖନ୍ତୁ ଏଇଠି ବାବାଙ୍କର ଟିକେ ଦେହ ଖରାପ ତ ସେଥିପାଇଁ ସେ ଷ୍ଟିମ୍ ରାଇସ୍ ଖାଇଲେ, ଆମେ ଦମ୍ ବିରିୟାନୀ ଖାଉଛୁ, ତାପରେ ଏଠି ଭେଜ୍ ପୁଲାଉ ଖାଉଛୁ। ଦମ୍ ବିରିୟାନୀଟା ପଛରେ ମଗା ହେଲା, ଫାଷ୍ଟ ଭେଜ୍ ବିରିୟାନୀଟା ଖାଇଲୁ ସାଙ୍ଗମାନେ। ଏଇଠି ପକେଇଦେବି। ସାଙ୍ଗମାନେ ଭେଜ୍ ବିରିୟାନୀ ଖାଇଲା ପରେ ଏବେ ମୁଁ ଖାଇଲି ଦମ୍ ବିରିୟାନୀ ଟେଷ୍ଟ ପୁରା ବୋବାଲ ଥିଲା। ଆଉ ତା ସହିତ ମୁଁ ଏବେ ଛତୁଟା ଖାଇଲି, ଛତୁଟା ବି ବହୁତ ବଢ଼ିଆ ଥିଲା ସାଙ୍ଗମାନେ। ରାଇତା ବି ଦେଇଥିଲେ, ରାଇତାଟା ବି ପୁରା ବୋବାଲ ଥିଲା, ଟିକେ ବି ବହଳିଆ ଥିଲା ଟିକେ। ଆଉ ପିଆଜ, କାକୁଡ଼ି, ଟମାଟୋ, ଧନିଆ ପତ୍ର ସବୁ ପଡ଼ିକି ଥିଲା, ପୁରା ବୋବାଲ ଲାଗିଲା। ଆଜି ଖାଇବାର ପଇସା ବସୁଲ ହେଇଗଲା ସାଙ୍ଗମାନେ। ପୁରା ଲାଜବାବ ଥିଲା, ଘର ଯେମିତି ଟେଷ୍ଟ ହୋଟେଲରେ ବି ସେମିତି ଟେଷ୍ଟ ଥିଲା। ଲାଗୁନଥିଲା କି ଆମେ ବାହାରକୁ ଆସିକି ଖାଇଛି, ଘରର ଟେଷ୍ଟ ପୁରା ଲାଗୁଥିଲା ସାଙ୍ଗମାନେ। ଆଉ ପୁରା ଲାଜବାବ ଥିଲା ସାଙ୍ଗମାନେ। ମୁଁ ରେକମେଣ୍ଡେସନ୍ କରିବି କି ଆପଣମାନେ ଯେମିତି ହେଇକି ଏଇଠି ଆସିକି ଖାଆନ୍ତୁ। ଏଠାକାର ଡେଜର୍ଟ ବି ବହୁତ ଭଲ ଲାଗେ, କିନ୍ତୁ ମୁଁ ଦେଖେଇ ପାରିଲିନି ସାଙ୍ଗମାନେ, ସରି। ଆମେ ଡେଜର୍ଟ ବି ଖାଇଥିଲୁ, ଆଉ ସବୁ ପ୍ରକାର ଜିନିଷ ବହୁତ ବୋବାଲ ଥିଲା। ଆଉ ଯେଉଁ ଫାଷ୍ଟ ଦେଇଥିଲେ ଆମର ପାମ୍ପଡ଼ଟା ବି ବହୁତ ଭଲ ଥିଲା। ପାମ୍ପଡ଼ଟା ବ୍ରହ୍ମପୁର ପାମ୍ପଡ଼ ମସଲାଦାର ଥିଲା। ଆମେ ଯେମିତି ଘରେ ପୋଡ଼ିକି ଖାଉଛେ କି ଛାଣିକି ଖାଉଛେ ସେମିତି ପୁରା ଲାଗୁଥିଲା। ଦହି ପକେଇ ଖାଇଲେ ବଢ଼ିଆ ଲାଗୁଛି, ଭାତରେ ଦହି ପକେଇ ଖାଇଲେ ବଢ଼ିଆ ଲାଗୁଛି। ବଳିଛୁ ଆଉ ଏଇଟା ଜାଗା ନା କହୁନି, ଏଇଟା ହେଲା ଆମର ଝାରପଡ଼ା ଛକ ମେନ୍ ରୋଡ଼ରେ ହିଁ ଆମର ଯେଉଁ ଅଛି ଏଇଟା କ'ଣ ଲକ୍ଷ୍ମୀ ସାଗର ଝାରପଡ଼ା ରୋଡ଼, ଝାରପଡ଼ା ରୋଡ଼। ଲକ୍ଷ୍ମୀ ସାଗର ଝାରପଡ଼ା ରୋଡ଼ରୁ ଆମର ହୋଟେଲ ଗ୍ରେନ୍କୁ ଆସିଥିଲୁ ଆଜି ଆମେ ଆନିଭର୍ସରୀ ଡେରେ ଲଞ୍ଚ କରିବା ପାଇଁ। ଲୋକେସନଟା ଡିସ୍କ୍ରିପସନରେ ଦିଆହେଇଯିବ, ଆପଣମାନେ ଟେନସନ୍ ହୁଅନ୍ତୁନି। ଆଉ ଟେଷ୍ଟ ପୁରା ବୋବାଲ ଥିଲା, ଯାହା ପୁରା ଆମେ ରାଇସ୍ ଉପରେ ସବୁ ନେଲୁ, କାରଣ ଲଞ୍ଚ ଟାଇମ୍ରେ ଆମର ଟିକେ ଖାଇବାକୁ ପାଇଁ ପସନ୍ଦ କଲେନି ସମସ୍ତେ। ତନ୍ଦୁରୀ ଫନ୍ଦୁରୀ ଆଇସ୍କ୍ରିମ୍ ଏଗୁଡ଼ା ସବୁ ପସନ୍ଦ କଲେନି, ଖାଲି ଭେଜ୍ ଉପରେ ପ୍ଲେନ୍ ରାଇସ୍, ଭେଜ୍ ଆମର ଭେଜ୍ ବିରିୟାନୀ, ଆଉ ଗୋଟେ ମସରୁମ୍ ନେଇଥିଲୁ। ବଢ଼ିଆ ଟେଷ୍ଟ ଥିଲା, ବଢ଼ିଆ ଲାଗିଲା, ଶାନ୍ତି ଲାଗିଲା ଖାଇବା ପାଇଁ। ସାଙ୍ଗମାନେ ଚାଲନ୍ତୁ ଆମେ ଯିବା ଘରକୁ ଏଥର। ଷ୍ଟେ କରିପାରିବେ, ଆଉ ଏଇଠି ମାନେ ରୁମ୍ସ ଅଛି, ଆଉ ଏଇଠି ଆମର
ଖିଆପିଆ କରିପାରିବେ ରେଷ୍ଟୁରାଣ୍ଟ ଭଳିଆ ବି ଅଛି ଆଉ ଏଇଠି ଆମର ମିଟିଂ ଫିଟିଂ ବି କରିପାରିବେ ଜରୁରୀ ମିଟିଂ ଦ୍ୱାରା ବି କରିପାରିବେ ରେଞ୍ଜ କରୁଛି ଏଇଟା ସକାଳ 12ଟାରୁ ରାତି 12ଟା ପର୍ଯ୍ୟନ୍ତ ଅଲୱେଜ୍ ଖୋଲା ଆପଣ ଆସିପାରିବେ ଆଉ ଗୋଟେ ମେନ୍ ଜିନିଷ ହେଉଛି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଗୋଟେ ଆମର ଚାଇନିଜ୍ ଥାଳି ମିଳୁଛି ଆଉ ଭେଜ୍ ଥାଳି ମିଳୁଛି ଆପଣମାନେ ଆସିଲେ ଖାଇପାରିବେ ଏଇଠି ଆଉ ଓନ୍ଲି ଭେଜ୍ ମିଳୁଛି ନନ୍ଭେଜ୍ ମୂଳରୁ ମିଳୁନି ଦେଖନ୍ତୁ ଏଇଠି ଓନ୍ଲି ଭେଜ୍ ଲେଖା ହେଇଛି ପିଓର ଭେଜ୍ ରେଷ୍ଟୁରାଣ୍ଟ ବୋଲି ଏଇଠି ନନ୍ଭେଜ୍ ମିଳୁନି ଆଜି ରବିବାର ଯେହେତୁ ଆମେ ଭେଜ୍ ରେଷ୍ଟୁରାଣ୍ଟ ହିଁ ଆସିଲୁ ଖାଇବା ପାଇଁ ଆନିଭର୍ସରୀ ଆଉ ତ ଆଉ ଚେଞ୍ଜ କରିହେବନି ଗରମ ଆଉ ଦରକାର ପଡ଼ିଲେ କେବେ ସିନା ଆଉଥରେ ନନ୍ଭେଜ୍ ଏରିଆକୁ ଯିବୁ ଏବେ ଭେଜ୍ ହିଁ ଯାଇ ଭେଜ୍ ହିଁ ଖାଇକି ସାଙ୍ଗମାନେ ଏବେ ଚାଲୁଣି ଯିବା ଆଉ ଘରକୁ